ଗତକାଲି ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇକରି ଇସ୍ତଫା ଦାବି କରିଛନ୍ତି। ଏହା ବହୁତ ହାସ୍ୟାସ୍ପଦ କଥା। ଗୋଦରିଲୋ ନିଜ ଗୋଡ଼କୁ ଅନା। ବିଜୁ ଜନତା ଦଳ 24 ବର୍ଷ ସରକାରରେ ରହିଲା, ନିଜେ ତାର ନେତୃତ୍ୱ ନେଉଥିଲେ। ସେତେବେଳେ କୋଉ କୋଉ ପ୍ରଶ୍ନପତ୍ର ଲିକ୍ ହେଇଥିଲା ଥରେ ତାକୁ ଦେଖିବାର କଥା। ଦ୍ୱିତୀୟରେ କେନ୍ଦ୍ରରେ ମନମୋହନ ସିଂଙ୍କ ସରକାର, କଂଗ୍ରେସ ସରକାର ସମୟରେ 10 ବର୍ଷ ମଧ୍ୟରେ 18 ଥର ଆପଣଙ୍କର ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେଇଛି। ବିଗତ 24 ବର୍ଷ ବିଜୁ ଜନତା ଦଳ ସରକାର ସମୟରେ ମଧ୍ୟ ଅନେକ ଥର ପ୍ରଶ୍ନପତ୍ର ପ୍ରଗଟ ହୋଇଛି। ତେବେ ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାନ୍ୟବର କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଘଟଣାର ସମ୍ପୃକ୍ତ 12 ଜଣକୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିକିରି ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀକୁ ଆଶ୍ୱାସନା ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଇଏ ପ୍ରଶ୍ନପତ୍ର ଲିକ୍ ଘଟଣା ଏକ ମହାପାପ। କଥା ଆସିଲା ଯେ ପ୍ରଶ୍ନପତ୍ର ଲିକ୍ ପରେ ପୁନର୍ବାର କେନ୍ଦ୍ର ସରକାର ନିଟ୍ ପରୀକ୍ଷା ସଫଳତାର ସହ କରେଇଛନ୍ତି। ତାର ପରୀକ୍ଷା ଫଳ ମଧ୍ୟ ବାହାରି ସାରିଛି। ତେଣୁ ଏବେ ଦିଲ୍ଲୀର ଯନ୍ତର ମନ୍ତର ଠାରେ କିଛି ରାଜନୈତିକ ଦଳମାନେ ନିଜର ଅସ୍ତିତ୍ୱକୁ ଜାହିର କରିବାର ସୁଯୋଗ ପାଇ, ଯେଉଁ ସୁଯୋଗକୁ ଖୋଜୁଥିଲେ ସେ ସୁଯୋଗ ପାଇ ସେମାନେ ହିଂସାକାଣ୍ଡ ମାଧ୍ୟମରେ ଦେଶର ଅରାଜକତାକୁ ସୃଷ୍ଟି କରୁଛନ୍ତି। ଆଉ ବହୁତ ଦୁର୍ଭାଗ୍ୟର କଥା ହେଲା ଯେ ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ ଓଡ଼ିଶାର ମାନ୍ୟବର ବିରୋଧୀ ଦଳ ନେତା ନବୀନ ବାବୁ ତାଙ୍କର ଇସ୍ତଫା ଦାବି କରୁଛନ୍ତି। ଏହା ବହୁତ ଦୁର୍ଭାଗ୍ୟଜନକ। ନବୀନ ବାବୁଙ୍କୁ ମୁଁ ପଚାରିବାକୁ ଚାହେଁ ଯେ 2015 ମସିହାରେ ଓଡ଼ିଶା ପୋଲିସ କନେଷ୍ଟବଳ ନିଯୁକ୍ତି ସମୟରେ ପ୍ରଶ୍ନପତ୍ର ପ୍ରଗଟ ହେଇଥିଲା। ଏଥିରେ ପ୍ରାୟ 2,50,000 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। 2019 OTET ପରୀକ୍ଷା ପତ୍ର ପ୍ରଶ୍ନ ଲିକ୍ ହୋଇଥିଲା। ଏଥିରେ 1,50,000 ପରୀକ୍ଷାର୍ଥୀ ପ୍ରଭାବିତ ହୋଇଥିଲେ। 2023 ମସିହାରେ OSSC JEE ମେନ୍ ପରୀକ୍ଷାରେ 20,000 ପରୀକ୍ଷାର୍ଥୀ ପ୍ରଭାବିତ ହୋଇଥିଲେ। 2023 ମସିହାରେ OSSC CGL ପରୀକ୍ଷାରେ 1 ଲକ୍ଷ ପରୀକ୍ଷାର୍ଥୀ, ମୋଟ 5 ଲକ୍ଷ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାନସିକ ସ୍ତରରେ ଆଘାତ ହୋଇଥିଲେ। ସେତେବେଳେ ନବୀନ ବାବୁ କୋଉଠି ଥିଲେ? କେବେ ତ ତାଙ୍କର ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ ପ୍ରେସର କରିନଥିଲେ, ନିର୍ଦ୍ଦେଶ ଦେଇନଥିଲେ, କେନ୍ଦ୍ର ସରକାର ବିରୁଦ୍ଧରେ କେବେ କହିନଥିଲେ। ଆଜି ଏ କଥା କାହିଁକି କହିଲେ? ଏବେ ନୀତି ନୈତିକତାର ପାଠ ପଢୁଛନ୍ତି। ଏହା ଅତି ହାସ୍ୟାସ୍ପଦ କଥା। ନବୀନ ବାବୁ ଯେଉଁ 2024ରେ ଯେଉଁ ନିର୍ବାଚନ ହାରି ଯାଇଛନ୍ତି, ସେ ହାରକୁ ଆଜି ବି ସ୍ୱୀକାର କରିବା ସ୍ଥିତିରେ ନାହିଁ। ଆପଣ ଜାଣିଥିବେ ବିଗତ 2014 ପରେ ପରେ ନୂତନ ନେତୃତ୍ୱ ତାଙ୍କ ବିରୁଦ୍ଧରେ ଆରମ୍ଭ ନେଲେ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଏବଂ ତାଙ୍କର ଯେଉଁ ପରିଶ୍ରମରେ ଆଜି ମାନ୍ୟବର ବିରୋଧୀ ଦଳ ନେତାକୁ ବିରୋଧୀ ଦଳରେ ବସିବାକୁ ପଡ଼ିଲା, ସେଟା ସେ ସହ୍ୟ କରିପାରୁନାହାନ୍ତି ଏବଂ ଇସ୍ତଫା ଦାବି କରୁଛନ୍ତି। ବହୁତ ହାସ୍ୟାସ୍ପଦ କଥା। ଏ କଥାକୁ ମୁଁ ଦୃଢ଼ ଭାବରେ ଖଣ୍ଡନ କରୁଛି।